ଦିନ ଧରିକି ଭାବୁଥିଲୁ ଯିବୁ ଯିବୁ ବୋଲି ଫାଇନାଲି ତ ପହଞ୍ଚିଲୁ ଆଉ ଦେଖିଲୁ ମାନେ ବହୁତ ସୁନ୍ଦର ଲାଗିଲା। ବଡ଼ କରିକି ଥିବ ନା ବଡ଼ କରିବ ବଡ଼ କରିବ ନା ନାଇଁ ଛୋଟ କରିବ। କାହିଁକିନା ବହୁତ ଦିନ ହେଲା ଆମେ ଆସିବୁ କହିକି ଆସି ପାରୁନଥିଲୁ। ଆଉ ଫାଇନାଲି ମାନେ ଆସିଲୁ। ଏଇ ଭାଇ କହିଲା ଚାଲ ଯାଇକି ଗୋଟେ ବ୍ଲଗ ବନେଇବା କହିବାରୁ ଆମେ ଆଜି ଆସିଛୁ। ଆଉ ମାନେ ଦେଖିବାକୁ ତ ବହୁତ ସୁନ୍ଦର ବୋଲି କହୁଥିଲେ। ଆଉ କେମିତି ହେଇଛି କେମିତି ନାହିଁ ଚାଲ ଯାଇକି ଦେଖିବା। ହୁଁ ଆଉ ଗଲା ପରେ ଦେଖିବା ଖାଇଛି ଗୋଟେ ବସିବା ପାଇଁ। ଆଉ ଏଇଠି ସଜନୀୟ ଗ୍ରାମ ଗୁମାମା ଲେଖା ହେଇଛି। ମାନେ କାହିଁକି ନା ଗୁମାମା ପଞ୍ଚାୟତ ତରଫରୁ ଯାଉଛି ତ ସେଥିପାଇଁ ମାନେ ବଢିଆ କାହିଁକି ନା ସଫା ହେଇକି ସବୁ ବସିବା ପାଇଁ ବହୁତ ସୁନ୍ଦର ଭାବରେ କରିଛନ୍ତି। ଓ ଚାଲନ୍ତୁ ଯିବା କାହିଁକି ନା କାହିଁ ଲେଟ୍ କରିବାନି ଚାଲନ୍ତୁ ଯିବା ଆଉ ଦେଖିବା ଆଉ। ଆସନ୍ତୁ ଟିକେ କରେ। ଦେଖିପାରୁଛନ୍ତି ଭାଇ ଏଇଠୁ ଅଧା ଫାଇନାଲି କାହିଁକି ନା ଏଇଟା ମାନେ ଯୋଉଠୁ ଗାତ ହୋଇଛି ପରା ଆମେ ସେଇଠୁ ଫାଇନାଲି ପହଞ୍ଚିଲୁ। ଆଉ ଏଇରେ ଦେଖିପାରୁଥିବେ ଏଇଟେ ସାବଧାନ ମାନେ ସ୍ଲୋ ଗୋ ସ୍ଲୋ ମାନେ ଯିବାକୁ ବି ସ୍ଲୋ କହିଛନ୍ତି। ଆଉ ମୋ ସାଙ୍ଗରେ ଅଛନ୍ତି ମୋ ଦି ଭାଇ। ଏ ଲେଖା ହେଇଛି ମାନେ କାହିଁକି ନା ଦେଖିକି ଯିବ ଭାଇ ଏଇଟା ଗାତ ଫାତ ଅଛି ତ ସେଥିପାଇଁ ମାନେ ଯିଏ ବି ଆସନ୍ ମାନେ ନିଜ ରିକ୍ସରେ ଆସ। ଆଉ ଲେଖା ବି ହେଇଛି ମାନେ ଦେଖିବା ଗାତ ବି ବହୁତ ହେଇଛି କିନ୍ତୁ ଦେଖିବା ମାନେ କେମିତି ଦେଖା ଯାଉଛି। ମାନେ ଭାଇ ଯିବା ପୂର୍ବରୁ ନିଜ ରିକ୍ସ ରେ ହିଁ ଯିବ କାହିଁକି ନା ଆଉ ସେଇଟା ବି ମାନେ ଯୋଉଟେ ଟିକଟ କାଟା ହଉଛି ସେଇଠି କହୁଛନ୍ତି ଭାଇ ବେଶୀ ଉପରକୁ ଯିବନି କି ବେଶୀ ଦେଖିକି ଯିବ ବୋଲି ସବୁ ତାଙ୍କେ କହୁଛନ୍ତି। ଆଉ ଚାଲନ୍ତୁ ଯିବୁ ଆପଣମାନଙ୍କୁ ଦେଖେଇବୁ। ମାନେ ଜଙ୍ଗଲ ଦେଖା ଯାଉଛି ଭାଇ। ମାନେ କିଏ ନା କିଏ ଭିତରକୁ ଯାଇଛନ୍ତି ପାଟି ବି ଟିକେ ଟିକେ ଶୁଭା ଯାଉଛି। ଦେଖିବା ବୋଲି ଯଦି ଏଇଟା କୁଆଡେ ଯାଇଛି ଏଇଟା ସେଇଠୁ ବସିକି ଦେଖିବା ପାଇଁ ଦେଖିବା ଆମେ ମାନେ ମେନ୍ ପଏଣ୍ଟ ପହଞ୍ଚୁ। ତିନି ଛକ ସେପଟେ ଗଲେ ଜଳପ୍ରପାତ ଏପଟେ ମାନେ ଗଲେ ସେ ଜଳପ୍ରପାତ ଦେଖିବା ପାଇଁ ଗୋଟେ ଜାଗା ବନେଇଛନ୍ତି ସେ ତଳ ଉପରେ ଅଛି ସେଟା ମାନେ ସେକୁ ଯିବା ପାଇଁ 50 ମିଟର ତଳକୁ ଯିବାକୁ ପଡିବ କାହିଁକି ନା ଆଉ ଯଦି ଜଳପ୍ରପାତ ଦେଖିବା ପାଇଁ ଚାହୁଁଛନ୍ତି 200 ମିଟର ତଳକୁ ଯିବାକୁ ପଡିବ ସେଥିପାଇଁ ଆମେ ଯାଉଛୁ। ଜଳପ୍ରପାତ ଭ୍ୟୁ ମାନେ ଯୋଉଟେ ଦେଖିବା ପାଇଁ ବନାହେଇଛି ସେଟା ଦେଖିବା ପାଇଁ ଆଜି ମାନେ ଯାଉଛୁ। ଆଉ ମୋ ଦି ଭାଇ ମାନେ ତାକୁ ପଳେଇଲେ। ଆଉ ମୁଁ ଯାଉଛି ଜଣେ ଆଗା କାହିଁକି ନା ଏଇଟା ଦେଖିକି ଯିବାକୁ ପଡିବ କାହିଁକିନା ଏଇଟା ଗୋଡ ଖସିବାର ବହୁତ ସମ୍ଭାବନା ଅଛି କାହିଁକିନା ବର୍ଷା ହେଇଛି। ଭାଇ ଦେଖିପାରୁଥିବେ ବର୍ଷା ସବୁ ଭିଜି ଯାଇଛି ସବୁ। ହେଲେ ଆଉ ମତେ ବି ଥଣ୍ଡା ବି ଟିକେ ଧରିଛି ସେଥିପାଇଁ ଟିକେ ଡର ବି ଲାଗୁଛି କଣ ଜର ଫର ଲାଗିବ ବୋଲି। ଆଉ ଦେଖିପାରୁଥିବେ ଭିଉ। ବହୁତ ସୁନ୍ଦର ଦେଖା ଯାଉଛି। ଆମେ ଆଶା କରୁନଥିଲୁ ବର୍ଷା ପଡିବ ବୋଲି କାହିଁକିନା ପାଗ ବହୁତ ଭଲ ଥିଲା ଆଉ ଏମିତି ହେଇକି ବର୍ଷା ପଡ଼ିଲା ତ ସବୁ ପାଗ ପୁରା ଖରାପ କଲା ଦେଖିପାରୁଥିବେ କେତେ ବହୁତ ସୁନ୍ଦର ଦେଖାଯାଉଛି। ଆଉ ଏଇଠି 50 ମିଟର ତଳେ ବସିବା ପାଇଁ ମାନେ ଦେଖିବା ପାଇଁ ଜାଗା ବନା ହେଇଛି ମାନେ ବହୁତ ସୁନ୍ଦର ଭାବରେ। ସେ ମୋ ଭାଇ ମାନେ ଦି ଜଣ ସେ ପହଞ୍ଚି ଗଲେଣି। ଭାଇ ଚାରିପଟେ ଜଙ୍ଗଲ ଆଉ ଭାଇ ଦେଖିବ। ବହୁତ ବଡ ବଡ ଗଛ ଅଛି ଏଇଟା। ଆମେ ତ ଭାବୁଥିଲୁ ଆଉ ବହୁତ ଦିନ ଧରିକି ଭାବୁଥିଲୁ ଯିବୁ ବୋଲି ଫାଇନାଲି ତ ପହଞ୍ଚିଲୁ ଆଉ ଦେଖିଲୁ ମାନେ ବହୁତ ସୁନ୍ଦର ଲାଗିଲା। ଆଉ ଦେଖିବା ପାଇଁ ବି ବହୁତ ସୁନ୍ଦର ଭାବରେ ବନେଇଛନ୍ତି ଆଉ ଦେଖିପାରୁଥିବେ ସିଡି। ମାନେ ଏଟା ମାନେ ଏତେ ବି ମାନେ ଠିକ ରେ କରିନାହାନ୍ତି ମାନେ ଗୋଡ ଖସିବାର ବହୁତ ସମ୍ଭାବନା ଅଛି। ମାନେ ଏଟା ଆହୁରି ବି ଠିକ କରିବା କଥା କାହିଁକି ନା ଗୋଡ ଖସିଗଲେ ଭାଇ ଆଉ କଣ କହିବ। ମୁଣ୍ଡ ଫାଟିବାର ବହୁତ ସମ୍ଭାବନା ଅଛି ଆଉ ଏଇଠି ମୋ ଭାଇ ମାନେ ଦି ଜଣ ଅଛନ୍ତି। ସିଏ ଆଉ ଜଣେ କୁଆଡେ ଗଲା? ଆଉ ଏଇଠି ବସିକି ମାନେ ଖାଇବା ପାଇଁ ବି ବହୁତ ସୁବିଧା କରାଯାଇଛି ଏଇଠି ବସିକି ଖାଇବେ। ଆଉ ମାନେ ଭିଉ ଦେଖିପାରୁଥିବେ ଇଏ ହଉଛି ମୋ ଭାଇ। ଫାଇନାଲି ଆମେ ଯୋଉଟା ୱାଟରଫଲ ମାନେ ମାନେ 200 ମିଟର ଭିତରକୁ ଯିବା ପୂର୍ବରୁ ମାନେ ସେପଟେ ଯିବା ପାଇଁ ରାସ୍ତା ଅଛି କିନ୍ତୁ ଏପଟେ 50 ମିଟର ନାଇଁ ଉପରେ ଗୋଟେ ଦେଖିବା ପାଇଁ କରାହେଇଛି ଏଇଟା ସେଇଠିକୁ ଆସିକି ମତେ ଦେଖିପାରିବେ ଆପଣ।
ତ ଭଲ ଦେଖା ଯାଉନି କିନ୍ତୁ ଦେଖିବାକୁ ଚେଷ୍ଟା କରି ଟିକେ ଟିକେ ଦେଖା ଯାଉଛି। ବହୁତ ସୁନ୍ଦର ଦେଖା ଯାଉଛି, ଏଇଠୁ ବି ବହୁତ ସୁନ୍ଦର ଦେଖା ଯାଉଛି କିନ୍ତୁ ପାଣି କେତେ ଉପରକୁ ଆସିବ ଭାଇ ଭିତରକୁ ଗଲା ପରେ ହିଁ ଜଣା ପଡିବ। ହେଲା ଚାଲନ୍ତୁ ଆଉ ଯିବା ଆଉ ଦେଖିବା, ମାନେ ବହୁତ ସୁନ୍ଦର ଦେଖାଯାଉଛି, ପାଣି ଝର ଟିକେ ଟିକେ ଶୁଭା ଯାଉଛି। ଆଉ ଚାଲନ୍ତୁ ଯାଇକି ଦେଖିବା, ମାନେ ଦୂର ଦୂରରୁ ବି ଦେଖି ଆଇଛନ୍ତି, ସେ ବାହାରୁ ଦେଖିବା ପାଇଁ ଆଇଛନ୍ତି। ଆଉ କାହିଁକି ନା ବହୁତ ଦିନ ହେଲା ଆମେ ବି ଦେଖିବା ବୋଲି ଭାବିଥିଲୁ, ତ ଫାଇନାଲି ଆମେ ଆଜି ଆସି ପହଞ୍ଚିଲୁ। ଯେତେ ବି ଲୋକ ଦେଖିଲେ ନା ସବୁ ବାହାରୁ ଆଇକି ଦେଖି ଆଉଛନ୍ତି, ମାନେ କାହିଁକି ନା ମନାସୁର ପାର୍କ ସମସ୍ତେ ଦେଖିଛନ୍ତି କିନ୍ତୁ ଏଇଟା ଟିକେ ଏପଟେ ମାନେ ସାଇଡ ହେଇକି ଅଛି, ତ ସେଥିପାଇଁ ଏଇ ଜାଗା ବିଷୟରେ କିଏ କେତେ ଜାଣିନାହାନ୍ତି। ଆଉ ସେଇଟା ଭାବିକି ଆଜି ଆମେ ଏଇ ବ୍ଲଗକୁ ବନେଇଛୁ। ଆଉ ଯଦି ଭଲ ଲାଗିବ ନିହାତି କମେଣ୍ଟ କରନ୍ତୁ, ଆଉ ଲାଇକ୍ କରିଦିଅନ୍ତୁ, ଆଉ ନୂଆ ହେଇଥିଲେ ନିହାତି ସବସ୍କ୍ରାଇବ ବି କରିଦିଅନ୍ତୁ। କାହିଁକି ନା ଏମିତି ଆପଣମାନଙ୍କୁ ଭଲ ଭଲ ଭିଡିଓ ଆପଣମାନଙ୍କୁ ଦେଖାଇବା ପାଇଁ ଆମେ ଚେଷ୍ଟା କରିବୁ। ଆଉ ଭାଇ ଦେଖିବା କେତେ ଗାତ ହେଇଛି, ନାଇଁ ଯିବା ପାଇଁ ବି ମାନେ ଛୋଟିଆ ଛୋଟିଆ ମାନେ ଦେଖିପାରୁଥିବେ, ମାନେ ଛୋଟିଆ ଛୋଟିଆ ସିମେଣ୍ଟ ମାନେ ଭଲରେ ବି ବନେଇ ନାହାନ୍ତି, କାହିଁକି ନା ଏଇଟେ ଦେଖିକି ଯିବେ ଏଇଟା ଖସି ବି ପାରେ। ଆଉ ଏଇଟା ମାନେ କାହିଁକି ନା ଥକି ଗଲେ ଏଇଟା ବସିବା ପାଇଁ ବି ସିଟ୍ କରାହେଇଛି, ଦେଖିପାରୁଥିବେ ମାନେ ବହୁତ ସୁନ୍ଦର, ମାନେ ସଫା ବି ରଖିଛନ୍ତି। କାହିଁକି ନା ଲୋକମାନେ ବି ପ୍ରାୟ ଆସୁଛନ୍ତି ନା, କାହିଁକି ନା ସବୁଦିନ ଆସୁଛନ୍ତି, ସେଥିପାଇଁ ସଫା ବି ରଖୁଛନ୍ତି, ମାନେ ଧ୍ୟାନ ସବୁ ଦିଆହେଇଛି। ଆଉ ଆପଣ ମାନେ ଆସିବା ପାଇଁ ବି ଚାହୁଁଛନ୍ତି ନା, ନିହାତି ଆସନ୍ତୁ ଆଉ ଦେଖିବେ, ମାନେ ବହୁତ ଭଲ ଲାଗିବ। ମାନେ ମୁଁ ତ କେବେ ଆସିନି, ଆଉ କାହିଁକି ନା ଫାଷ୍ଟ ଟାଇମ ମାନେ ଦେଖିବା ଆଉ କେମିତି, ମାନେ ତ ମତେ ଚାଲନ୍ତୁ ଯାଇ ଦେଖିବା। ଆଉ ଭାଇ କେତେ ଗାତ, କାହିଁକିନା ଆହୁରି ଭିତରେ ଲୋକମାନେ ଅଛନ୍ତି, ମାନେ ବାହାରୁ ଆସିଥିବା ଲୋକମାନେ ଦେଖି ଯାଇଛନ୍ତି ବୋଧେ, କାହିଁକିନା ଆମ ଗାଁ ଲୋକ ତ ଆସନ୍ତିନି। ଦେଖିଥିବେ କେତେ ଗାତ ହେଇଛି। ବହୁତ ଗାତ ହେଇଛି। ଭାଇ କେତେ ଗାତ ଦେଖା ଯାଉଛି ଦେଖିପାରୁଥିବେ, ବହୁତ ଗାତ। ଆଉ ତ ମୋଟି ଧରି ଦେଇଆ, କାହିଁକି ନା ଏଇଟା ବହୁତ ଗାତ ହେଇଛି, ଚାଲନ୍ତୁ ଯିବା। ମାନେ ବହୁତ ଆମେ ବହୁତ ଗଭୀରକୁ ଆସିଲୁ, ମାନେ ଗାତ ତଳେ ଆସିଲୁ। ଭାଇ ଝରର ସାଉଣ୍ଡ ଶୁଣା ଯାଉଛି ତ ଇଣ୍ଟରେଷ୍ଟ ଟିକେ ଅଧିକ ହେଇଯାଉଛି। ଦେଖିପାରୁଥିବେ ଏଇଟା ହଉଛି ଗ୍ରାମ କୁଟି, ମାନେ ଗ୍ରାମ ଏଇଟା କୁଟି ପଟେ ହିଁ ଦିଆ ହଉଛି। ମାନେ ଆମେ ଆସିଲୁ କିନ୍ତୁ କିଛି ଲାଭ ନାହିଁ, କିନ୍ତୁ ବର୍ଷା ବହୁତ ମାତ୍ରାରେ ପଡିଲା, ମାନେ ପଡୁଛି। ଆଉ ଆସନ୍ତୁ ଦେଖିବା, ମାନେ ଆରାମସେ ଆସ ଦେଖିବା। ଆଉ ସାଉଣ୍ଡ ତ ମାନେ ବହୁତ ସୁନ୍ଦର ଶୁଣା ଯାଉଛି, କିନ୍ତୁ ଦେଖିବା ଆଖିରୁ ଦେଖିଲେ ମାନେ ଭଲ ଲାଗିବ, କାହିଁକି ନା ଆସନ୍ତୁ ଦେଖିବା। ଓ ଭାଇ 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 ବହୁତ ସୁନ୍ଦର ଦେଖା ଯାଉଛି। ଆଉ କ୍ୟାମେରା ମ୍ୟାନ ଟିକେ ସିଆଡେ ଦେଖେଇ ଦିଅ।
भाई बहुत सुंदर देखा जाଉଛି। ନାଇଁ ଖୋଲିକି ଯିବା ପଡିଯିବା ମାଗେ ଚପଲ ଖୋଲିବାକୁ ପଡିବ ନହେଲେ ପଡିଗଲେ ମୁଣ୍ଡ ଫୁଣ୍ଡ ଫାଟିଯିବ ସେଥିପାଇଁ ଚପଲ ଉପରକୁ ଯାଇକି ଦେଖିବୁ ଆଉ କେମିତି ହଉଛି। ଭାଇ ଚପଲ ଖୋଲିକି ଆସେ ପଡିଯିବ। କାହିଁକି ନା ଭାଇ ଉପରକୁ ଯିବାର ରିକ୍ସ ଅଛି କାହିଁକି ନା ଗୋଡ ତ ମାନେ ଗୋଡ ଖସି ଗଲେ ସିଧା ହେଇକି ମୁଣ୍ଡ ଫାଟିକି ତଳେ ପଡିବ। ପୋଲ ସାମ୍ନାରେ ଅଛୁ ଆଉ ଦେଖିପାରୁଥିବେ ପ୍ରାୟ ଭାଇ ଏଇଟା 150 ମିଟର ତ କମିବନି କି ଅଧିକ ହବ ନା କିନ୍ତୁ କମିବନି ଏତେ ଉପରରୁ ପାଣି ପଡୁଛି ମାନେ ନେଚୁରାଲି ପାଣି ଆଉ ମୁଁ ଟିକେ ଉପରକୁ ଯିବା ପାଇଁ ଚାହୁଁଛି କିନ୍ତୁ କାହିଁକି ନା ଗୋଡ ଫୋଡ ଖସିଯିବ ବୋଲି ଟିକେ ଡର ବି ଲାଗୁଛି। ଆଉ ଟିକେ ଯିବାର ତ ଇଚ୍ଛା ଅଛି କିନ୍ତୁ ଯାଉଛୁ ଆଉ। ଭାଇ ଯିଏ ବି ଯଦି ଉପରକୁ ଆସିବା ପାଇଁ ଚାହୁଁ ତ ନିଜ ରିକ୍ସରେ ହିଁ ଆସ କାହିଁକି ନା ଆଉ ଏଇଠି ଗୋଡ ଖସିବାର ବହୁତ ସମ୍ଭାବନା ଅଛି। ଆଉ ଭିଉ ତ ବହୁତ ସୁନ୍ଦର ଦେଖା ଯାଉଛି କାହିଁକି ନା ଚାରିପଟେ ଜଙ୍ଗଲ 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 ମଝିରେ ହିଁ ୱାଟରଫଲ ଅଛି ସେଥିପାଇଁ ଆଉ ୱାଟରଫଲ କୁ ୱାଟରଫଲ କୁ ଆଉ ବି ପୁରା ନେଚୁରାଲ ବନେଇ ଦଉଛି ମାନେ ବହୁତ ସୁନ୍ଦର ବନେଇ ଦଉଛି। ବଡ କରିକି ଥିବ ନା ବଡ କରିକି ବଡ କରିବ ନା ନାଇଁ ଛୋଟ କରିବ। ଭାଇ ଫାଇନାଲ ଆମେ ଦେଖି ମାନେ ବହୁତ ସୁନ୍ଦର ଦେଖାଯାଉଛି ଦେଖିପାରୁଥିବେ। କେତେ ମାନେ 200 ମିଟର କି କଣ ମାନେ 150 ମିଟର ତ ହବ ହିଁ କେତେ ବହୁତ ପାଣି ପଡୁଛି ଦେଖିପାରୁଥିବେ। ଆଉ ମୋ ସାଙ୍ଗରେ ଆସିଛନ୍ତି ତ ଦେଖିପାରୁଥିବେ ମାନେ ବି ଅଛନ୍ତି। ମାନେ ବହୁତ ବର୍ଷା ହେଲାଗି ସମସ୍ତେ ଓଦା ହେଇକି ଅଛୁ ଆଉ ନା କଣ କହିବୁ ଆଉ କିଛି ମାନେ ଆଜି ବହୁତ ମାନେ ପାଗ ଭଲ ଥିଲା ଆଉ ସେଥିପାଇଁ ବୋଧେ ଆସିଥିଲୁ। ସବୁ ଆମର ଖରାପ କରିଦେଲା ପାଗଟା। ମାନେ କେତେ ଭିତରକୁ ଯାଇଥିଲୁ ଆମେ କାହିଁକିନା ଏବେ ଉପରକୁ ଯାଉଛୁ ଏବେ ଉପରକୁ ଯାଇକି ମାନେ ଯୋଉଟେ ଯୋଉ ୱାଟରଫଲ ଦେଖିଲୁ ଆଉ ମାନେ ବହୁତ ମଜା ଆସିଲା ଆଉ କାହିଁକି ନା ବର୍ଷା ବର୍ଷା ଟିକେ ହେବାରୁ ତ ଟିକେ ମାନେ ଦେଖିବାକୁ ଟିକେ ଭଲ ଲାଗିଲାନି କିନ୍ତୁ ଦେଖିବାକୁ ବହୁତ ସୁନ୍ଦର। ହଁ ଯାଉଛୁ ଆଉ।